ରାମନବମୀରେ ଚମକିବ ତିନି ରାଶିର ଭାଗ୍ୟ। ରାମନବମୀରେ ଗ୍ରହମାନେ ସେମାନଙ୍କର ରାଶି ସହିତ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ପରିବର୍ତ୍ତନ ଯୋଗୁଁ କେତେକ ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି। ନବରାତ୍ରିରେ ଗ୍ରହମାନଙ୍କର ଗମନାଗମନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ବୁଧ ଗ୍ରହ ତାଙ୍କର ରାଶି ପରିବର୍ତ୍ତନ କରି ମୀନ ଓ ରେବତୀ ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ତିନି ରାଶି ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି, ଯାହାଦ୍ୱାରା ଏହି ତିନି ରାଶି ହେବେ ଭାଗ୍ୟବାନ। ଆସନ୍ତୁ ଜାଣିବା ସେହି ତିନି ରାଶି ବିଷୟରେ। ବୃଷ ରାଶି। ଏ ବର୍ଷର ରାମନବମୀ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ହେବାକୁ ଯାଉଛି। ମାତା ଦୁର୍ଗାଙ୍କ କୃପାରୁ ବୃଷ ରାଶିର ବ୍ୟକ୍ତି କର୍ମକ୍ଷେତ୍ରରେ ଅଧିକ ଲାଭ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କରିବେ। ଚାକିରି ଖୋଜୁଥିବା ବ୍ୟକ୍ତି ଚାକିରି ପାଇବେ। ପାରିବାରିକ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହେବ। ଭଲ ଚିନ୍ତାଧାରା ମନକୁ ଆସିବ। କୁମ୍ଭ ରାଶି। 2024 ରାମନବମୀରେ କୁମ୍ଭ ରାଶିର ବ୍ୟକ୍ତିଙ୍କର ଲାଭ ହିଁ ଲାଭ ହେବ। ମନରେ ଥିବା ଖରାପ ଚିନ୍ତାଧାରା ଦୂର ହେବ। ସ୍ୱାସ୍ଥ୍ୟ ଭଲ ରହିବା ସହ ପରିବାରରେ ସମସ୍ତଙ୍କୁ ସୁଖ ମିଳିବ। ବ୍ୟବସାୟ କରିବା ପାଇଁ କୁମ୍ଭ ରାଶିର ବ୍ୟକ୍ତିମାନଙ୍କର ଭଲ ସମୟ। କର୍ମକ୍ଷେତ୍ରରେ ଅଧିକରୁ ଅଧିକ ଲାଭବାନ ହେବେ। ମୀନ ରାଶି। ଯେକୌଣସି କାର୍ଯ୍ୟ ପାଇଁ ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ନବରାତ୍ରି ଅତ୍ୟନ୍ତ ଶୁଭ। ଧନ ଲାଭ ହେବା ସହିତ ବ୍ୟବସାୟରେ ଆଗକୁ ଯିବାର ବାଟ ମିଳିବ। କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ପ୍ରଶଂସା ମଧ୍ୟ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ପାରିବାରିକ ସାହାଯ୍ୟ ମିଳିବା ସହିତ ଭବିଷ୍ୟତରେ ଉନ୍ନତି କରିବା ପାଇଁ ସାହାଯ୍ୟ ମଧ୍ୟ ମିଳିବ।